ନବମା ଭଗବତୀ ଶରଣ ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟବସ୍ତୁ ଉପରେ। ଆଜି ପୌଷ ମାସ ଶୁକ୍ଳପକ୍ଷ ଶୁକ୍ରବାର, ଆଜି ଚତୁର୍ଥୀ ତିଥି, ଧନିଷ୍ଠା ନକ୍ଷତ୍ର, ମକର ଚନ୍ଦ୍ର, ବଜ୍ରଯୋଗ, ବାଣିଜ୍ୟକରଣ। ଦିନଟିରେ ନୈಋତ କୋଣକୁ ଯାତ୍ରା ନିଷେଧ। ଆଜି ବିଛା, ଧନୁ ଓ ମୀନ ରାଶିର ଘାତ ବାର ଏବଂ ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର। ରାହୁ କାଳ ଦିବା 10:31 ଦିବା 11:53 ମଧ୍ୟରେ। ଅଭିଜିତ ମୁହୂର୍ତ୍ତ ଦିବା 11:37 12:20 ମଧ୍ୟରେ। କାଳଚକ୍ର ଅନୁସାରେ ଆଜିର ଗ୍ରହ ସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ କର୍କଟ ରାଶିରେ, କେତୁ କନ୍ୟା ରାଶିରେ, ବୁଧ ବିଛା ରାଶିରେ, ରବି ଧନୁ ରାଶିରେ, ଚନ୍ଦ୍ର ମକର ରାଶିରେ, ଶୁକ୍ର ଶନିଯୁକ୍ତ ହୋଇକି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦିନଟିରେ ପୁଷ୍କର ଦୋଷ ନାସ୍ତି। କନ୍ୟା ପ୍ରଥମ ରଜ ଦର୍ଶନ ଶୁଭଯୁକ୍ତା। ଚନ୍ଦ୍ରମା ଆଜି ମଙ୍ଗଳଙ୍କ ନକ୍ଷତ୍ରରେ ମକର ରାଶିରେ ମଙ୍ଗଳଙ୍କ ଦୃଷ୍ଟିରେ ରହି ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ, ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ର ଅନୁସାରେ ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ସରକାରୀ ବେସରକାରୀ କର୍ମକୁ ନେଇକି ଶାନ୍ତିପୂର୍ଣ୍ଣ ଭାବେ କର୍ମ ନିର୍ବାହ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ଅଟେ। କର୍ମମୟ ଜୀବନ ଶାନ୍ତିପୂର୍ଣ୍ଣ ଭାବେ ଅତିବାହିତ ହେବ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଦିନଟିରେ ଆକସ୍ମିକ ଧନ ପ୍ରାପ୍ତିର ମଧ୍ୟ ସୂଚନା ଅଛି। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନାରଙ୍ଗୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ଶିବ ପଞ୍ଚାକ୍ଷର ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ। ମିଳିତ ବ୍ୟବସାୟକୁ ନେଇକି ପ୍ରବଳ ପରିମାଣରେ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚପଦ ପ୍ରାପ୍ତିର ସୂଚନା ପରିଲକ୍ଷିତ ହୁଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ଅଟେ। ଯାତ୍ରା ପାଇଁ ଦିନଟି ସୁଖଦ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ତ୍ରିଶାଖା ବେଲପତ୍ର ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅଶାନ୍ତିର ବାତାବରଣ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ସଦାସର୍ବଦା ଯତ୍ନଶୀଳ ରୁହନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖିବା ସହିତ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଅର୍ଥ ଲାଭର ସୂଚନା ପରିଲକ୍ଷିତ ହୁଏ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳପ୍ରାପ୍ତି କରିବା ସହିତ ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ଅଟେ। ଦିନଟିରେ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହିବା ସହିତ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପ୍ରତି ଧ୍ୟାନ ରଖିବେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନ ସମ୍ମାନ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଆତ୍ମସନ୍ତୋଷ ବୃଦ୍ଧି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖନ୍ତୁ। ପ୍ରେମ ସମ୍ପର୍କକୁ ନେଇକି ମନସ୍ତାପ ବୃଦ୍ଧି ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ଦିନଟିରେ ଗୁପ୍ତ ଶତ୍ରୁଜାତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆତ୍ମବଡ଼ିମା ପ୍ରକାଶ ପାଇବ। ସରକାରୀ ବେସରକାରୀ କର୍ମକୁ ନେଇକି ଅପବାଦର ଭୟ ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖିବା ସହିତ ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ଆବଶ୍ୟକ ସ୍ଥଳେ ଋଣ ଗ୍ରହଣ କରିପାରନ୍ତି।
ସ୍ୱାସ୍ଥ୍ୟ ଶରୀର ପ୍ରତି ପ୍ରବଳ ମାତ୍ରାରେ ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ବାତାବରଣ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ସିଦ୍ଧକୁଞ୍ଚିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳାରାଶି। ତୁଳାରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅସହିଷ୍ଣୁତା ଭାବ ଜାତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ମାନହାନିର ସୂଚନା ପରିଲକ୍ଷିତ ହୁଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ପରିବାର ମଧ୍ୟ ଶାନ୍ତିର ବାତାବରଣ ରଖିବା ସହିତ ଭୂ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ନେଇକି ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ଅଟେ। ସ୍ୱାସ୍ଥ୍ୟ ଶରୀର ଆଦ୍ୟ ଶୁଭଦାୟକ ନୁହେଁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ବାତାବରଣ ଲକ୍ଷ୍ୟ କରିବା ସହିତ ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛାରାଶି। ବିଛାରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କଳହର ବାତାବରଣ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ନିର୍ବିଘ୍ନରେ କର୍ମ ନିର୍ବାହ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ଦିନଟିରେ ଅନ୍ୟ କାହାରି ଉପରେ ବିଶେଷ ନିର୍ଭର ରଖନ୍ତୁ ନାହିଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି। ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପ୍ରାଧାନ୍ୟତା ବୃଦ୍ଧି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅର୍ଥହାନିର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦାସର୍ବଦା ସୁଦୃଢ଼ ରଖନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତିକୁ ନେଇକି ବାଦ ବିବାଦ ଉତ୍ପନ୍ନ ହୋଇପାରେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଦିନଟିରେ ଅଳ୍ପ ମାତ୍ରାରେ ମାନସିକ ଅଶାନ୍ତି ରହିପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 9। ଆପଣ ଆଜି ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି। ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଶାତୀତ ଅବସ୍ଥାରେ ଦୀର୍ଘ ସମୟ ଅତିବାହିତ ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ଦ୍ରବ୍ୟ ଲାଭର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ଦେବା ସହିତ ପରିବାର ମଧ୍ୟ ଶାନ୍ତିର ବାତାବରଣ ରଖନ୍ତୁ। ଦିନଟିରେ ମାଙ୍ଗଳିକ କର୍ମରେ ଯୋଗଦାନ ରହିପାରେ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ଦ୍ୱନ୍ଦ୍ୱରେ କର୍ମ ନିର୍ବାହ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଆକାଶୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଶାନ୍ତିର ବାତାବରଣ ଜାଗ୍ରତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ଅଟେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଳ୍ପ ମାତ୍ରାରେ ଅଶାନ୍ତି ଲକ୍ଷ୍ୟ କରିପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନରାଶି। ମୀନରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଗତିରୋଧ ଯୋଗ ସଂଗଠିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ସବଳ ଅଟେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଦିନଟିରେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ, ପ୍ରତି ସମୟରେ ଶୁଭଫଳ ପ୍ରାପ୍ତି କରିବେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବା ସହିତ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦେବୀ ମନ୍ଦିରରେ ଘୃତ ଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ପଞ୍ଚାଙ୍ଗ ବିଷୟବସ୍ତୁ। ଏବେ ଅନୁମତି ଦିଅନ୍ତୁ। ନମଃ ଭଗବତେ ଶରଣ।